କଇଁଛର କଥାବାର୍ତ୍ତା ହେଲେ। କ'ଣ କଥାବାର୍ତ୍ତା ହେଲେ? କହିଲେ ଚାଲ ଆମେ ଦୁଇ ଜଣ ମିଶିକି ଦୌଡ଼ ପ୍ରତିଯୋଗିତା କରିବା। ହେଲା, କ'ଣ କରିବା? ଦୌଡ଼ ପ୍ରତିଯୋଗିତା କରିବା। ସେଥିରେ ଯିଏ ଜିତିବ ସେ ହେବ ବିଜେତା। ହେଲା, ତାଙ୍କର କଥା ହେଲା ଗୋଟିଏ ତାଳ ଗଛ। ତାଙ୍କର ହେଲା କ'ଣ? ଗୋଟେ ତାଳ ଗଛ। ଯିଏ ଆଗେ ଦୌଡ଼ି ଦୌଡ଼ି ଯାଇକି ତାଳ ଗଛ ସାମ୍ନାରେ ପହଞ୍ଚିବ ସେ ହେବ କ'ଣ? ୱିନର ହେବ, ଜିତିଯିବ, ଫାଷ୍ଟ ହେବ। ଏହା କହିକି ଦୁଇ ଜଣ ଯାକ ଦୌଡ଼ ପ୍ରତିଯୋଗିତା ଆରମ୍ଭ କଲେ। ଦୌଡ଼ ପ୍ରତିଯୋଗିତା ଆରମ୍ଭ କଲେ। ହେଲା, ଦୁଇ ଜଣ ଦୌଡ଼ିଲେ। ମନେ ମନେ ଚିନ୍ତା କରୁଥାଏ କହୁଥାଏ କି ଆମର ମୁଁ ତ ଜଲ୍ଦି ଚାଲେ, କଇଁଛ ମାନଙ୍କର ଚାଲେ, ମୁଁ ଯାଇକି ଆଗେ ପହଞ୍ଚିଯିବି, ମୁଁ ଜିତିବି। ମନେ ମନେ ଏହା ଭାବିଛି। ତାପରେ ଦୁଇ ଜଣଙ୍କ ଭିତରେ ସକାଳେ କହିଲେ ଦୁଇ ଜଣଙ୍କ ଭିତରେ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହେଲା। କିଛି ବାଟ ଚାଲିଗଲା। ପଛକୁ ଅନେଇଲା ବେଳକୁ କଇଁଛ ଦେଖାଯାଉ ନାହିଁ। ବହୁତ ପଛରେ ରହିଯାଇଛି। ବହୁତ ପଛରେ ଏହା ଭାବିକି ସେ କ'ଣ କଲା? ସେ କ'ଣ କଲା? ଗୋଟେ ଧୋକା ଲାଗିଲା। ସେ ଭାବିଲା କ'ଣ ଘାସ ପଡ଼ିଛି, ଏ ଘାସ ଉପରେ ଟିକେ ଶୋଇ ପଡ଼ିବି, ଟିକେ ବିଶ୍ରାମ କରିବି। ଏହା ଭାବିକି ସେ ଟିକେ ଶୋଇ ପଡ଼ିବ। ପବନରେ ତା ଆଖି ନିଦ ଲାଗିଯାଇଛି। କଇଁଛ ତାର ଆସିକି ଦେଖିଲା କ'ଣ ଏଠି ଶୋଇଛନ୍ତି, ସେ କ'ଣ ଯିବେନି କି ତାଳ ଗଛ ପାଖକୁ? ଏହା ଭାବିଲା। ଭାବିବାକୁ କ'ଣ କଲା? କଇଁଛ ତାର ଧୀରେ ଧୀରେ କରିକି ଚାଲି ଯାଇକି ତାଳ ଗଛ ପାଖରେ ପହଞ୍ଚିଲା। କିଛି ସମୟ ପରେ ଠେକୁଆର ନିଦ ଭାଙ୍ଗିଲା। ଠେକୁଆ ପୁଣି ପଛକୁ ଅନେଇଲା, ଦେଖିଲା କଇଁଛ ଆସିନି। କହିଲା କଇଁଛ ଭାଇ ପଛରେ ରହିଯାଇଛି, ଆଉ ମୁଁ ଯାଉଛି ଜଲ୍ଦି ପଳେଇବି। ଗଲା ବେଳକୁ ତାଳ ଗଛ ପାଖରେ କଇଁଛଟି ପହଞ୍ଚି ଯାଇଥିଲା। ହେଲା,